ଯୀଶୁ ଓଡ଼ିଆ ବାଇବେଲରେ ଲେଖା ଅଛି ବିଶ୍ୱାସର ନେତା ଆଉ ସିଦ୍ଧିଦାତା। ଯଦି ଆମେ ପ୍ରଭୁଙ୍କର ବାକ୍ୟକୁ ଦେଖୁ, ପ୍ରଭୁ ନିଜକୁ ବିଭିନ୍ନ ଭାବରେ ସେ ଆପଣାର ପରିଚୟ ଦେଇଛନ୍ତି। ଆଉ ଯେତେବେଳେ ବି ସେ କୌଣସି ନାମରେ ଆପଣାର ପରିଚୟ ଦିଅନ୍ତି, ତାହା କେବଳ ତାଙ୍କର ନାମ ନୁହେଁ। ତାଙ୍କର ନାମ ତାଙ୍କର ଚରିତ୍ରକୁ ପ୍ରକାଶ କରେ, ତାଙ୍କର ନାମ ତାଙ୍କର ସ୍ୱଭାବକୁ ପ୍ରକାଶ କରେ ଓ ତାଙ୍କର ନାମ ତାଙ୍କର ମାହାତ୍ମ୍ୟକୁ ପ୍ରକାଶ କରେ ଓ କାର୍ଯ୍ୟକୁ ପ୍ରକାଶ କରେ। ଉଦାହରଣ ସ୍ୱରୂପ ପ୍ରଭୁ ଯେତେବେଳେ କହିଲେ कि आम्भे सदाप्रभु जे अछु से अछु स्वयं ताहा तांकर अस्तित्व को प्रकाश करुछि। प्रिय भाई भौणी माने गीत रचक लेखन्ति जो माने सदाप्रभुंकर नाम जानती से माने ताहाकु प्रेम करिबे। आज हम जदि प्रभु को आपनार मन आपनार प्राण आपनार स्ट्रेंथ जदि प्रेम करना तार गोटे कारण अछि आमे ताकर परिचय ठीक भाव रे पाइना। आ ए स्थान रे एबी पुस्तकर लेखक जदि आमे संपूर्ण एबी पुस्तक पढिबा से भिन्न भिन्न भाव रे यीशु को प्रेजेंट करूछन्ते। सबको आलोचना करबा पाए समय सापेक्ष है, किंतु 12 अध्याय रे से यीशु को आ यीशुकर व्यक्तित्व को यीशुकर चरित्र को गोटे अनन्य भाव रे प्रकाश करूछन्ते। आ से कहउछन्ते यीशु विश्वासर नेता आ सिद्धिदाता। कहबा गले ओडिया शब्द एते भल भाव व्यवहार करना। इंग्राजी में लिखा अछि द ऑथर एंड फिनिशर। ऑथर कहले जे आरंभ करंती आ यीशु जे आरंभ करंती से शेष करंती। तेणु करी जहन लिखंती से अल्फा ओ ओमेगा अटंती, से क ओ क्ष अटंती। से जहा आरंभ करंती ताहा से शेष करंती आ जहा से शेष करंती नाही एपरि कोनोसी विषय से आरंभ करंती। प्रिय भाई भौणी माने से आमनकर यीशु अटंती, जहांकर सेवा आमे करूछु, जहांकर उपासना आमे करूछु, आमे तांकर परिचय पाइबा एकांत आवश्यक ए दिन मानकरे। प्रिय भाई भौणी माने अनेके आरंभ करंती किंतु शेष करंती नाही। आरंभ करबा गोटे विषय आ शेष करबा अन्य एक विषय है। आरंभ करबा सहज विषय, किंतु जहां आमे आरंभ करूछु ताहा सारिला बेले बहुत कष्ट हो जाए। प्रोसेस रे पड़िला बेले आमे अनेक प्रकार कष्ट जीवन रे अनुभव करू। उदाहरण स्वरूप जेतेबेले गोटे गृह निर्माण करा जाए आमे एक्साइटेडली आनंदर सहित अनेक उन्मादनार सहित आमे गृह निर्माण कार्य आरंभ करू। किंतु गृह कार्य सरी आसला बेले केते जे कष्ट हुए, केते जे पेनफुल ताहा आमे शेष आरंभ बुझी पाऊ। बेले बेले आरंभ करबा समय रे आमनको अनेक लोक माने सपोर्ट करती भाई, आमनको सहित अनेक लोक ठिया होती। कारण आरंभ सब बेले एक्साइटेड, किंतु जेतेबेले आमे से कार्य को करी जाऊ मध्य भाग रे जेतेबेले आमे फ्रस्ट्रेटेड हो जाऊ, जेतेबेले गोटे टफ मोमेंट आसे, जेतेबेले आमे गिव अप करिबार
ଅନୁଭୂତି ଆମ କେତେ କମର ଅଛି। ମୁଁ ଅନେକ ବିଷୟକୁ ଯେତେବେଳେ ଆଲୋଚନା କରୁଥିଲି କାହିଁକି ଆରମ୍ଭ ହୁଏ କିନ୍ତୁ ସମାପ୍ତ ହୁଏ ନାହିଁ। କାରଣ କ'ଣ? କେଉଁ କାରଣରୁ ଅନେକ ପ୍ରୋଜେକ୍ଟ ଆରମ୍ଭ ହୁଏ? ମୁଁ କହିବା ପାଇଁ ଯିବି ଅନେକ ପ୍ରୋଜେକ୍ଟ ବିଷୟରେ। ତାର 5ଟି କାରଣ ମୁଁ କହିବି। ହୁଏତ ଅନେକ ଥାଇପାରେ, ଆପଣମାନେ ଅନେକ ଆବିଷ୍କାର କରିପାରିବେ, କିନ୍ତୁ 5ଟି କାରଣ ଯାହାକି କାର୍ଯ୍ୟକୁ ସମାପ୍ତ କରେ ନାହିଁ। ପ୍ରଥମ କାରଣଟି ହେଲା ଅନଏକ୍ସପେକ୍ଟେଡ ଇଭେଣ୍ଟସ୍। ଜୀବନ ରହସ୍ୟପୂର୍ଣ୍ଣ ଅଟେ। ଆମ ଜୀବନରେ ଯେ କେତେବେଳେ କିଛି ଘଟିଯିବ, କେଉଁ ପରିସ୍ଥିତିରେ କ'ଣ ହେବ ଆମେ ଜାଣିନାହୁଁ। ଆମେ ଯେତେବେଳେ ଆରମ୍ଭ କରୁ ଗୋଟିଏ ଏକ୍ସପେକ୍ଟେସନ ସହିତ ଆରମ୍ଭ କରୁ। ଯେତେବେଳେ ସେଇ ଏକ୍ସପେକ୍ଟେସନରେ ଅନଏକ୍ସପେକ୍ଟେଡ ଘଟିଯାଏ ଆମେ କ'ଣ କରୁ? ସେହି ଜାଗାରେ ଗିଭ୍ ଅପ୍ କରୁ। ଯେଉଁ ଏକ୍ସାଇଟମେଣ୍ଟ ଆରମ୍ଭ ଆଉ ତାହା ଏକ୍ସାଇଟମେଣ୍ଟ ହେଇକି ରହିଥାଏ। ଦ୍ୱିତୀୟ କାରଣ କାହିଁକି ଆମେ ଆରମ୍ଭ କରୁ କିନ୍ତୁ ଶେଷ କରୁନାହୁଁ? ଦ୍ୱିତୀୟ କାରଣ ହେଉଛି ଲ୍ୟାକ୍ ଅଫ୍ ରିସୋର୍ସେସ୍, ଅର୍ଥାତ୍ ସାଧନର ଅଭାବ। ବେଳେବେଳେ ଆମେ ଅଳ୍ପ ରିସୋର୍ସରେ ଏହା ଭାବୁ ଯେ ଏଇ ରିସୋର୍ସକୁ ନେଇ ମୁଁ ଆଗକୁ ବଢ଼ିବି, ମୁଁ ସାରିଦେବି, କିନ୍ତୁ ଯେତେବେଳେ ଆମେ ମଧ୍ୟଭାଗକୁ ଯାଉଛୁ ଆମେ ଅନୁଭବ କରୁ ଯେ ଆମ ପାଖରେ କ'ଣ ନାହିଁ? ସାଧନ ନାହିଁ। ଆଉ ସାଧନ ନଥିବା ସକାଶୁ, ରିସୋର୍ସେସ୍ ନଥିବା ସକାଶୁ ଅନେକ ପ୍ରୋଜେକ୍ଟ ଆଜି କ'ଣ ହେଇଯାଇଛି? ଅଧୁରା ହେଇକି ରହୁଛି। ତୃତୀୟ ବିଷୟ କହିବି lack of support। ବେଳେବେଳେ ଆମେ କାର୍ଯ୍ୟ ଆରମ୍ଭ କରୁ କିଛି ସପୋର୍ଟ ନେଇ, କିଛି ସହଯୋଗକୁ ନେଇ, କିଛି ଲୋକମାନଙ୍କର ସହଯୋଗକୁ ନେଇ। ଆଜ୍ଞା ମୁଁ ଫାଇନାନ୍ସିଆଲ ସହଯୋଗ କଥା କହୁନାହିଁ, ଇମୋସନାଲ ସ୍ପିରିଚୁଆଲ ସପୋର୍ଟ କଥା ମୁଁ କହୁଛି। ଆମେ ଅନେକ କାର୍ଯ୍ୟ ଆରମ୍ଭ କରୁଛୁ having emotional and spiritual support from the church, people around us। ଆଉ କିନ୍ତୁ ଯେତେବେଳେ ଆମେ ସେଇ କାର୍ଯ୍ୟର ମଧ୍ୟଭାଗକୁ ଯାଉଛୁ ଆମେ ଗୋଟିଏ ସ୍ତରରେ ପହଞ୍ଚୁ, ଗୋଟିଏ ସ୍ଥାନରେ ପହଞ୍ଚୁ ଯେଉଁ ସ୍ଥାନରେ ଆମେ ଅନେକ ଦେଖୁ ଯେଉଁମାନେ ଆମକୁ ସପୋର୍ଟ କରୁଥିଲେ, ଯେଉଁମାନେ ଆମକୁ ଇମୋସନାଲି ସପୋର୍ଟ କରୁଥିଲେ, ସ୍ପିରିଚୁଆଲି ସପୋର୍ଟ କରୁଥିଲେ, ସଡନଲି ସେମାନେ କ'ଣ କରିଦିଅନ୍ତି? ଥ୍ୟାଙ୍କ ୟୁ ଆଜ୍ଞା, ନମସ୍କାର। ଯଦ୍ୱାରା ଆମେ କାର୍ଯ୍ୟକୁ ସମାପ୍ତ କରିପାରୁନା। ଚତୁର୍ଥ ବିଷୟ, କାର୍ଯ୍ୟ କାହିଁକି ସମାପ୍ତ ହୁଏ ନାହିଁ? ଆପଣ ନିଜେ ନିଜେ ଭାବନ୍ତୁ, ଆପଣ କେତେ କାର୍ଯ୍ୟ ଆରମ୍ଭ କରିଛନ୍ତି, କେତେ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି, କିନ୍ତୁ ଯେତେବେଳେ ଆପଣ ପଛକୁ ଅନେଇ ଦେଖୁଛନ୍ତି সেই ପ୍ରୋଜେକ୍ଟ ଅଧୁରା। ଚତୁର୍ଥ ବିଷୟ ହେଉଛି ଚେଞ୍ଜ ଅଫ୍ ଭିଜନ, ଦର୍ଶନର ପରିବର୍ତ୍ତନ। ଆମେ ଗୋଟିଏ ଦର୍ଶନରେ ଆରମ୍ଭ କରୁ, ନୁହେଁ କି? ଗୋଟେ ଦର୍ଶନ, ଗୋଟେ ଭିଜନ ନେଇ ଆରମ୍ଭ କରୁ ଯେ ଆମେ ଏଇ ଭିଜନକୁ ସମାପ୍ତ କରିବୁ, ଏଇ ଭିଜନ ନେଇ ଚାଲିବୁ, ଏଇ ଦର୍ଶନ ନେଇ ଚାଲିବୁ, କିନ୍ତୁ ବେଳେବେଳେ ଏମିତି ପରିସ୍ଥିତି ଆଟାକ୍ କରିଦିଏ ସେ ଭିଜନ କ'ଣ ହେଇଯାଏ? ଗୋଟେ ଉଦାହରଣ ଦେବି, ରାଉରକେଲାବାସୀ ମୋତେ ଦୟାକରି ଖରାପ ଭାବିବେନି। ଆମର ଯେଉଁ ଆପୋଲୋ ହସ୍ପିଟାଲ, ଏଇଟା ଆପୋଲୋ ହସ୍ପିଟାଲ ହେବ ବୋଲି ଆରମ୍ଭ ହେଇନାହିଁ। ଗୋଟେ ଭିଜନରେ ଆରମ୍ଭ ହେଲା ଯେ ଏଇଠି ମେଡିକାଲ କଲେଜ ହେବ, ରିସୋର୍ସ ସେଣ୍ଟର ହେବ ବୋଲି, ନାଇଁ କି? ଗୋଟେ ଭିଜନ, କିନ୍ତୁ ସଡନଲି କ'ଣ ହେଲା କେଜାଣି ଭିଜନ ଆଉ ସେଇ ଲକ୍ଷ୍ୟ, ସେଇ ଉଦ୍ଦେଶ୍ୟ ଆଉ ରହିଲା ନାହିଁ। ବେଳେବେଳେ ଆମ ଜୀବନରେ ସେହି ପ୍ରକାର ଅନେକ ଥର ଆମେ ଭିଜନକୁ କ୍ରିଏଟ୍ କରୁଛୁ, ଦର୍ଶନକୁ ରଖୁଛୁ, ଲକ୍ଷ୍ୟକୁ ରଖୁଛୁ, କିନ୍ତୁ ମଧ୍ୟଭାଗରେ ଆମର ଭିଜନ ଚେଞ୍ଜ ହେଇଯାଉଛି। ପଞ୍ଚମ ବିଷୟ, କାହିଁକି ସମାପ୍ତ ଆମେ କରିପାରୁନାହୁଁ? ପଞ୍ଚମ ବିଷୟ ହେଉଛି ଡେଥ୍ ଅଫ୍ ଏ ଭିଜନରୀ। ଯେଉଁମାନେ ଦର୍ଶନ ପ୍ରାପ୍ତ ଲୋକମାନଙ୍କର ମୃତ୍ୟୁବରଣ ବେଳେବେଳେ କାର୍ଯ୍ୟକୁ ସମାପ୍ତ କରେ ନାହିଁ। ଅନେକ ସମୟରେ ଗୋଟିଏ ଦର୍ଶନ ପ୍ରାପ୍ତ ଲୋକମାନେ ରୁହନ୍ତି, ଗୋଟିଏ ଭିଜନାରିସ୍ ରୁହନ୍ତି, ଯେଉଁମାନେ କି ବୋଝର ସହିତ ନେବା ପାଇଁ ଚେଷ୍ଟା କରନ୍ତି, ଆଉ ଯେତେବେଳେ ସେମାନଙ୍କର ମୃତ୍ୟୁ ଘଟିଯାଏ
पिक्चर को आपनकर दृष्टि आकर्षण करने चाहिए। गोटे पिक्चर होचे रियोगन होटल जहाँकि नॉर्थ कोरिया अच्छे देखा हाँ रियोगन होटल नॉर्थ कोरिया मु कहीं भी कहूचे तार तात्पर्य टिके बुझेबा पाई मुझे पिक्चर डेमो करने आसी ना किंतु वास्तव विषय को आपण मान जनइबा चाहूचे। ए होटल सबुठारु टॉलेस्ट स्ट्रक्चर नॉर्थ कोरिया रो आ ए होटल की 1987 रे आरंभ होइतिला। गुटिया लक्ष्य नि आरंभ होइतिला जे ए होटल सबुठारु आकर्षणीय रहइबो आ गुटिए हिजिटोरी होटल रहइबो ए लक्ष्य नि आरंभ करा गला आ एक मतर 80 फुट होटल 1992 रे यार कार्य समाप्त होला किंतु कार्य समाप्त होला परे आछि पर्यंत ए होटल रीओपन हे नाही ओपन हे नाही आ ए होटल रो नाम कोन दिया छै जानछथि होटल ऑफ डूम संता पर होटल रो नाम छै। कोहारे बला लक्ष्य कोहारे बला उद्देश्य जो उद्देश्य नि आरंभ करा जायतिला से उद्देश्य परिवर्तन हे होटल रो नाम दिया जाय छै होटल ऑफ डूम संता पर होटल आज पर्यंत खोला ही पारे आ गोटे होटल कथा आमे समस्त बैंकॉक जातो कि अनेक लोग जाई छथि मु जाई नाही मु प्रार्थना करू थरे हेले छी ना साउथर्न यूनिट टावर बैंकॉक सुनो तो ये होटल विषय ए टावर विषय दिस टावर सपोज्ड टू बी लग्जरियस टावर इन द बैंकॉक बैंकॉक रे सबटा लग्जरियस टावर भाबरे आकु अवस्थापित करबा उद्देश्य थिला। 1990 रे आरंभ होला 80% काम 1997 रे सरिला तापरे ए होटल को बंद कर आ आज ए टावर नाम दिया जाय टावर ऑफ घोस्ट भूत मानकर टावर। अनेक समय आमको जीवन में शांति घटुचे आमे अनेक समय गोटे उद्देश्य गोटे लक्ष्य नहीं करी आरंभ करूछु गोटे विजन नहीं आरंभ करूछु किंतु ए विजन नहीं कि जाऊ 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 कोन हे जाए आमे बेले बेले ए रियोगन होटल करी पुणी ए साउथर्न यूनिट टावर करी आमे लक्ष्य भ्रष्ट हो जाऊ किंतु आज मु कहि रखिबा पई चाहिबे जो शास्त्र आमे पढुछु से शास्त्र रे जने व्यक्ति को विषय कहा जाउछि जो व्यक्ति की आपनकर परित्राण करता मोहर परित्राण करता से प्रभु यीशु को विषय एई कथा कहा जाउछि से आगम करी भक्ति से जहां आरंभ करंती ता शेष करंती द थिंग दैट इज बिगन ही विल फिनिश से जहां आरंभ करंती ता शेष करंती आ से अर्थ पंदर या करियो तेणु करी पाउल एते दृढ़तार सहित कहले एते स्ट्रांग कन्विक्शन रे कहले फिलिपियो तार 1:6 से कहले कारण जे तुमମାନଙ୍କ अंतर रे उत्तम कार्य आरंभ करियो छथि से ख्रीष्ट जीशुଙ୍କର ठारे ख्रीष्ट जीशुଙ୍କର दिन पर्यंत ताहा से कोन करिवे साधन करिवे आ एहा मु दृढ़ विश्वास करूछि के कहउछथि पाहुल कहउछथि कोन कहउछथि जदि मु आरंभ करिबी हुए तो मु समाप्त करि न पारे जदि मोर दल आरंभ करिवे हुए तो समाप्त करि न पारंती किंतु पाउलଙ୍କର गोटिए दृढ़ विश्वास रहिछि गोटिए स्थिर विश्वास रहिछि से कहउछथि जे मु दृढ़ रूपे विश्वास करे जे उत्तम कार्य मोहर परमेश्वर ख्रीष्ट जीशु ठारे मो अंतरे आरंभ करिछथि से तांकर दिन पर्यंत समाप्त करिवे कारण मोहर जीशु से आरंभ करते आ शेष से ग आउ क्ष करते से अल्फा और ओमेगा करते से साधन करते।
ଆଜି ଯେଉଁ ଶାସ୍ତ୍ର ମୁଁ ଚାରୋଟି ସିଚୁଏସନକୁ ଆପଣମାନଙ୍କ ସମ୍ମୁଖରେ ରଖିବି, ଯେଉଁ ସିଚୁଏସନରେ ମନୁଷ୍ୟ କାର୍ଯ୍ୟ ସମାପ୍ତ କରିପାରନ୍ତି ନାହିଁ କିନ୍ତୁ ଈଶ୍ୱର ସମାପ୍ତ କରନ୍ତି। ଚାରୋଟି ଭିତରୁ ମୁଁ ଗୋଟିଏ ବିଷୟ ହିଁ ଆଲୋଚନା କରିବି, କିନ୍ତୁ ଚାରୋଟି ବିଷୟ ଡିସପ୍ଲେ କରିବା ପାଇଁ କହିବି ଆପଣମାନଙ୍କର ସୁବିଧା ନିମନ୍ତେ। ଯେଉଁ ପ୍ରଭୁଙ୍କୁ ଆମେ ବିଶ୍ୱାସ କରୁଛୁ, ଯାହାଙ୍କଠାରେ ପରମେଶ୍ୱର ଆମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଛନ୍ତି, ସେହି ପରମେଶ୍ୱର ସେହି ଉତ୍ତମ କାର୍ଯ୍ୟକୁ ସମାପ୍ତ କରନ୍ତି। କେମିତି ସମାପ୍ତ କରନ୍ତି? ଶୁଣନ୍ତୁ ପ୍ରଥମ ବିଷୟ, God will finish what he has started even when you lose your hope and faith. ପରମେଶ୍ୱର ଯାହା ଆରମ୍ଭ କରିଛନ୍ତି, ହୁଏତ ଆପଣ ବିଶ୍ୱାସ କରନ୍ତୁ କିମ୍ବା ନ କରନ୍ତୁ, ଭରସା ରଖନ୍ତୁ କିମ୍ବା ନ ରଖନ୍ତୁ, ଯଦି ପରମେଶ୍ୱର ଆରମ୍ଭ କରିଛନ୍ତି ସେ କ'ଣ କରିବେ ଆଜ୍ଞା? ସମାପ୍ତ କରିବେ, ଚାहे ଆପଣ ଭରସା ରଖନ୍ତୁ ବା ନ ରଖନ୍ତୁ। ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, God will finish what he has started even when you do not understand. ଆପଣ ବୁଝିପାରନ୍ତୁ ବା ନ ପାରନ୍ତୁ, ଅନେକ ବିଷୟ ପ୍ରଭୁଙ୍କର ଆମେ ବୁଝିପାରୁ ନାହୁଁ। ତେଣୁକରି ଯିଶାୟ 54:13 ପଦରେ ଯିଶାୟ କହିଲେ, 55:8 କହିଲେ, ତାହାଙ୍କର ମାର୍ଗ ଓ ମନୁଷ୍ୟର ମାର୍ଗ, ତାହାଙ୍କର ସଂକଳ୍ପ ମନୁଷ୍ୟର ସଂକଳ୍ପ ପରି ନୁହଁ, ତାହା ପୃଥିବୀ ଆଉ ଆକାଶ ଯେତିକି ଉଚ୍ଚ। ଆପଣ ବୁଝିପାରିବେ କି? ବେଳେବେଳେ ପ୍ରଭୁ ଏମିତି ଜିନିଷ ଆରମ୍ଭ କରନ୍ତି ଆମ ଜୀବନରେ ଆମେ ବୁଝିପାରୁନାହୁଁ। କିନ୍ତୁ ମନେ ରଖନ୍ତୁ ପ୍ରିୟ ମଣ୍ଡଳୀ, ଆପଣ ବୁଝିପାରନ୍ତୁ ବା ବୁଝି ନ ପାରନ୍ତୁ, ଯଦି ସେ ଆରମ୍ଭ କରିଛନ୍ତି ସେ ସମାପ୍ତ କରିବେ। ହାଲେଲୁୟା, ହାଲେଲୁୟା। ସେ ସମାପ୍ତ କରିବେ କାରଣ ସେ ଆରମ୍ଭ କରିଛନ୍ତି। ତୃତୀୟ ବିଷୟ, ଯୋଉଟା କି ସବୁଠାରୁ ଷ୍ଟ୍ରାଇକିଂ, ଆଉ ମୁଁ ପ୍ରିପାରେସନ କଲାବେଳେ ପ୍ରଭୁ ମୋତେ ଏମିତି ଦେଖଉଥିଲେ। କ'ଣ ଦେଖନ୍ତୁ, ଶୁଣନ୍ତୁ, God will finish what he has started even if you try to stop it. ତୁମେ ବନ୍ଦ କରିବାକୁ ଚେଷ୍ଟା କଲେ ମଧ୍ୟ ପ୍ରଭୁ ଯାହା ଆରମ୍ଭ କରିଛନ୍ତି, ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କର କାମ କିଏ ଅପୋଷଣ କରିକି ଅଛି ମୋତେ କୁହନ୍ତୁ? Every forces of evil stand against the word of God. ପ୍ରଭୁଙ୍କର କାର୍ଯ୍ୟକୁ ଅପୋଜ କରେ, ପ୍ରଭୁଙ୍କର କାର୍ଯ୍ୟକୁ ଡିପୋଜ କରିବା ପାଇଁ ଚାହେଁ। କିନ୍ତୁ ମନେ ରଖନ୍ତୁ, ଯଦି ପରମେଶ୍ୱର ଆରମ୍ଭ କରିଛନ୍ତି, ଆଜ୍ଞା ଆପଣ ବନ୍ଦ କରିବାକୁ ଗଲେ ମଧ୍ୟ ସେ ସମାପ୍ତ କରିବେ, ଆପଣ ବନ୍ଦ କରିପାରିବେ ନାହିଁ। ହାଲେଲୁୟା। ଆଉ ମଣ୍ଡଳୀ ହେଉଛି ତାର ଗୋଟେ ଜ୍ୱଳନ୍ତ ଉଦାହରଣ, ଯାହା ସେ ଆରମ୍ଭ କରିଛନ୍ତି। ପ୍ରିୟ ମଣ୍ଡଳୀ, ପ୍ରିୟ ଭାଇ ଭଉଣୀମାନେ, ଧ୍ୟାନର ସହିତ ଶୁଣନ୍ତୁ, ଆପଣ କୌଣସି କାର୍ଯ୍ୟ ବନ୍ଦ କରିବାକୁ ଚାହିଁଲେ ବନ୍ଦ ହେବ ନାହିଁ। ଯଦି ତାହା କିଏ ଆରମ୍ଭ କରିଛନ୍ତି? ସଦାପ୍ରଭୁ ପରମେଶ୍ୱର ଆରମ୍ଭ କରିଛନ୍ତି। ତେଣୁକରି ମୁଁ ବିଶ୍ୱାସ କରେ ଯେ କୌଣସି ଶକ୍ତି ତାଙ୍କ ଏଗେନ୍ଷ୍ଟରେ କାମ କଲେ ମଧ୍ୟ ଯଦି ସେ ଆରମ୍ଭ କରିଛନ୍ତି ସମାପ୍ତ କରିବେ। ଶେଷ କଥା, ବାକ୍ୟ ସରୁ ନାହିଁ ନା, ଆଉ ଟିକେ ଚିନ୍ତା। ଶେଷ କଥା କହିଲେ ଆପଣ ସଦାଇବେ, ସମସ୍ତଙ୍କ ମୁହଁରେ ଟିକେ ହସ ଆସେ। ହଁ, ଏତେ ଶୀଘ୍ର ଆଜି ଆମ ପାଷ୍ଟ ସାଥିରେ ପ୍ରେଜ୍ ଦ ଲର୍ଡ। ଶେଷ ବିଷୟ, God will finish, ଈଶ୍ୱର ସମାପ୍ତ କରିବେ ଯାହା ଆରମ୍ଭ କରିଛନ୍ତି, even when everything comes against it. ଯେ କୌଣସି ବିଷୟ ତାଙ୍କ ବିରୁଦ୍ଧରେ ଠିଆ ହେଲେ ମଧ୍ୟ ସଦାପ୍ରଭୁ ଯଦି ଆରମ୍ଭ କରିଛନ୍ତି ସେ କ'ଣ କରିବେ ଆଜ୍ଞା? ଗୋଟେ ଉଦାହରଣ, ଆରୁ ଚେଷ୍ଟା କଲେ ସବୁ ବନ୍ଦ କରିଦେବା ପାଇଁ ନେଇକି ପୁରା ପାୱାରକୁ ୟୁଜ୍ କଲେ, ମିଶରର ପାୱାରକୁ ୟୁଜ୍ କଲେ ପ୍ରଭୁଙ୍କର କାର୍ଯ୍ୟକୁ ବନ୍ଦ କରିବା ପାଇଁ, କରିପାରିଲେ କି ଆଜ୍ଞା? ମିଶରର ରାଜା, the most powerful man, he stood against God. ସେ ଭାବିଲେ, କାରଣ ସେଇ
following. Don't stand against the work of God, please. ଆପଣ ତ ନଷ୍ଟ ହେବେ ହେବେ ଆଉ ଲଜ୍ଜା ମଧ୍ୟ ହେବେ, କାରଣ ଯାତ୍ରା ପୁସ୍ତକ 14 ଅଧ୍ୟାୟ 4 ପଦରେ ପ୍ରଭୁ କହିଲେ ଆମ୍ଭେ ଫାରୋର ଅନ୍ତରକୁ ଗଠନ କରୁଛୁ ଯେପରି ଫାରୋ ଆମକୁ କ'ଣ କରିବ ସମସ୍ତ ଗୌରବ ଦେବ। କାହିଁକି ଆପଣ ବିରୁଦ୍ଧରେ ଠିଆ ହେଇ ଗୌରବ ଦେବେ, ତାଙ୍କ ସହିତ ଠିଆ ହେଇ ଗୌରବ ଦେବେ। ହାଲେଲୁୟା। ଆଜି ପ୍ରଥମ ବିଷୟ ଆଲୋଚନା, ଏଇଟା ଆମର ସିରିଜ ରହିବ এই মাসে। প্রথম বিষয় আলোচনা করব প্রভু, হি ইজ দ্য অথর এন্ড ফিনিশার। সে যাহা আরম্ভ করନ୍ତି, সে অনেক বিষয় আরম্ভ করନ୍ତି, সে যাহা আরম্ভ করবে প্রিয় ভাই মানে সে তাহা সমাপ্ত করবে। আজ গোটিয়ে বিষয়, প্রথম বিষয় আলোচনা করা, যদিও আমি তাঙ্কর কার্যকু ভরসা রখু বা ন রখু, সে আরম্ভ করবে। গোটিয়ে পদ মতে ভারি ভাল লাগে, আসন্তু ଯିବା প্রেরিত তার 27 অধ্যায় 20 পদ। প্রেরিত তার 27 অধ্যায় 20 পদ। অনেক দিন পর্যন্ত আচ্ছা সূর্য কি নক্ষত্র দেখা নহিবাରୁ পুଣି ভীষণ ঝড় লাগি ରହିବାରୁ ଶେଷରେ ଆମମାନଙ୍କ ରକ୍ଷା ପାଇବାର ସମସ୍ତ ଆଶା ଦୂର ହେଲା। ଓକେ, ସମସ୍ତେ ପାଇଲେ କି 27 ର 20 ପଦ? ଭାରି ସହଜ କାଢ଼ିବା ପାଇଁ ପ୍ରେରିତ ପୁସ୍ତକ। ଓକେ, ମତେ ଦେଖନ୍ତୁ ଦୟାକରି, আপনার তলকু মা যদি পড়বে নিদ পড়ে আসবো না, মতে দেখন্তু আজ দেখন্তু প্লিজ। আচ্ছা, অনেক সময় আমি শিক্ষিত হইছু, আমানকু শিক্ষা দিয়া যাইছি, উই আর ট্রেইন কোন ভাবে, যদি তোমার বিশ্বাস আছে, if you have faith, God will do miracle, right? প্রভু আশ্চর্য কাম করবে। আজ্ঞা এইটা আনডিনায়েবল ফ্যাক্ট করতে পারে। বাইবেল এই সত্য, যে সত্যকু আমি অস্বীকার করিপারিবা নাহি। ইনি আমার পরমেশ্বর বিশ্বাস দেখন্তি, আর যোউটি সে বিশ্বাস দেখন্তি সে কার্য করন্তি। কিন্তু যে কার্য পরমেশ্বর আরম্ভ করিছন্তি, যে কার্য সে আরম্ভ করিছন্তি, সেতিরে আপন বিশ্বাস করন্তু, ভরসা করন্তু বা ন করন্তু, সে সমাপ্ত করবে। কেমতি কিয়ে কହୁଛନ୍ତି ଏ କଥା ଆଜ୍ଞା? 27 ର 20 ପଦରେ କିଏ ସେ ଲେଖକ, କିଏ କହୁଛନ୍ତି? ପ୍ରେରିତ ପାଉଲ କହୁଛନ୍ତି। ମତେ ଭାରି ଭଲ ଲାଗୁଛି, ଆଇ ଲଭ୍ ଦିସ୍ ଟେଣ୍ଡେନ୍ସି। ପ୍ରେରିତ ପାଉଲ କହୁଛନ୍ତି, କୋଉ ସମୟରେ କହୁଛନ୍ତି ଶୁଣନ୍ତୁ। ପ୍ରେରିତ ପାଉଲଙ୍କ ଅନ୍ତରରେ ପରମେଶ୍ୱର ଗୋଟିଏ ଇଚ୍ଛା ସୃଷ୍ଟି କଲେ, ଗୋଟିଏ ଉଦ୍ଦେଶ୍ୟ ଦେଲେ, ଗୋଟିଏ ভিশন দেলে। কোন সে ভিশন? যে পাউল অবশ্য রোম ଯିବେ, রাইট? কোন পাই ଯିବେ আজ্ঞা? রোম নগরী দেখি সেলফি উঠেইবা। আমি যুଆଡେ যাচ্ছু সে জায়গাকে এনজয় ন কলে ମଧ୍ୟ আমার কোন দিব ইসলাম সেটিফাই মোবাইল মধ্যে পকেইছন্তি কম্পিউটার যুগ। কিন্তু পাউল সেলফি উঠেইବାକୁ যাଉନାହାନ୍ତି। পাউল যাଉଛନ୍ତି টু বি উইটনেস ফর দ্য গসপেল। সে গোটে সুসমাচার সাক্ষী হেবা ପାଇଁ যাଉଛନ୍ତି। কাহা নিকটরে আজ্ঞা? দ্য মোস্ট পাওয়ারফুল কিংডম। প্রভু ସେଇଟା ଦେଇଛନ୍ତି ତାଙ୍କ ମନରେ। ଆଉ ସେ ଯାତ୍ରା ଆରମ୍ଭ କରୁଛନ୍ତି। ଆଉ ସେ ଯାତ୍ରା ଆରମ୍ଭ କଲା ପରେ ମେରିଟି ଦ୍ୱୀପରେ ସେ ଯାତ୍ରା କରୁଛନ୍ତି। ଆଉ ଯାତ୍ରା କରୁଥିବା ସମୟରେ ମଧ୍ୟ ଭାଗରେ ବଡ଼ ବିପଦ ଆସୁଛି, ভয়ঙ্কর বিপদ। এপরি বিপদ যে জাহাজ কোন হেବାକୁ গলানি, নষ্ট হেବାକୁ গলানি, ভাঙিବାକୁ গলানি। সেই সময়ে পাউল কହୁଛନ୍ତି, আজ্ঞা কে কହୁଛନ୍ତି? এ ম্যান অফ ফেথ কହୁଛନ୍ତି, নাকি জনে বিশ্বাসরে দৃঢ়, যে কি বিশ্বাস বিষয়ে প্রচার କରିଛନ୍ତି, বিশ্বাস বিষয়ে লেখিଛନ୍ତି, বিশ্বাস বিষয়ে তাଙ୍କର জীবন বিশ্বাসরে গঠিত ଅଛି। ଏ ପ୍ରକାର ଗୋଟେ ଦୃଢ଼ ବିଶ୍ୱାସୀ ସେ ଏଇ କଥା କହୁଛନ୍ତି। କଣ ବୋଲି କହୁଛନ୍ତି ଆଜ୍ଞା? ଗୋଟେ ଲଜ୍ଜାର କଥା କହୁଛନ୍ତି। ବେଳେବେଳେ କଣ ହୁଏ? ପ୍ରାକ୍ଟିକାଲ ବିଶ୍ୱାସୀ ମାନେ ଦୁଃଖ, ବିଶ୍ୱାସୀ ମାନେ
ମାନେ କଷ୍ଟର ବିଷୟ କହିଲେ ଠିକ ଅଛି, କିନ୍ତୁ ବାଳକ ଯେତେବେଳେ ଗୋଟେ ଦୁଃଖର ବିଷୟ କହିଦିଅନ୍ତି ଲୋକମାନଙ୍କର ଚିନ୍ତା କ'ଣ ଆସେ, ଆରେ ବାଳକ ହେଇକି ତାଙ୍କର କ'ଣ ଦୁଃଖ? ନାଇଁ ଆଜ୍ଞା, ମାନେ ବାଳକ ଆଉ ଆପଣମାନେ ଏକା ବାପ୍ଟିଷ୍ଟ ସମ୍ପ୍ରଦାୟର ବିଶ୍ୱାସ ସେଇଟା ନାଇଁ। ବାଳକଙ୍କର ବି ଦୁଃଖ ଅଛି, ବାଳକଙ୍କର ବି ଅଭାବ ଅଛି, ବାଳକଙ୍କର ବି ଅସୁବିଧା ଅଛି, ବାଳକମାନଙ୍କର ବି ସମସ୍ୟା ଅଛି। ଏଇଟା ମଣ୍ଡଳୀ ଆଉ ବିଶ୍ୱାସୀ ମାନେ ଜାଣିବା ଦରକାର। ମୁଁ ଏ କଥା କହୁନାହିଁ ଯେ ମତେ ଦିଅ ବୋଲି, ବାଇବଲ ଅନୁମୋଦିତ ବିଷୟ କହୁଛି। ଆଉ ଏଇଠାରେ ପାଉଲ କହୁଛନ୍ତି ଦ ମ୍ୟାନ୍ ଅଫ ଫେଥ୍। ସେ କ'ଣ ବୋଲି କହୁଛନ୍ତି? 20 ପଦରେ କହୁଛନ୍ତି, ଗୋଟେ ସୁନ୍ଦର କଥା କହୁଛନ୍ତି, ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ନକ୍ଷତ୍ର ଦେଖା ନ ଯିବାରୁ, ଭୀଷଣ ଝଡ଼ ଲାଗି ରହିଥିବାରୁ ଶେଷରେ ଆମମାନଙ୍କର ରକ୍ଷା ପାଇବାର ସମସ୍ତ ଆଶା, ତାର ଅର୍ଥ ପାଉଲ ମଧ୍ୟ ଆଶା କଲେ, ପାଉଲଙ୍କର ଭରସା ମଧ୍ୟ ଭାଙ୍ଗି ଯାଇଛି, ପାଉଲଙ୍କର ହୋପ ମଧ୍ୟ ନାହିଁ। ଆଜ୍ଞା, এই ପ୍ରକାର ପରିସ୍ଥିତି ପ୍ରତ୍ୟେକଙ୍କର ଜୀବନକୁ ଆସେ। ଏଭ୍ରିୱାନ୍, ଯୋଉମାନେ ଆମେ এই ସ୍ଥାନରେ ବସିଛୁ, ଆମେ ପ୍ରତ୍ୟେକଙ୍କ ଜୀବନରେ এই ପ୍ରକାର ଗୋଟେ ଅନୁଭୂତି ଆସେ, ଯୋଉ ଅନୁଭୂତିରେ ଆମେ କଢେଇ ଦଉଛୁ, ହୋପ କରେଇ ଦଉଛୁ, ଭରସା କରେଇ ଦଉଛୁ, ଆଉ ହେବ ନାହିଁ, ଆଉ ପାରିବି ନାହିଁ, ଯଥେଷ୍ଟ ହେଲା। ଆଜି ଆପଣ ସେଇ ପ୍ରକାର ଅବସ୍ଥାରେ ଅଛନ୍ତି କି? କୌଣସି ଗୋଟେ କାରଣରୁ ଆପଣ ଆଶା ହରେଇ ଦେଇଛନ୍ତି, ଭରସା ହରେଇ ଦେଇଛନ୍ତି, ବିଶ୍ୱାସ ହରେଇ ଦେଇଛନ୍ତି। ଆଜି ମୁଁ କହିବା ପାଇଁ ଚାହେଁ, ପବିତ୍ର ଆତ୍ମାଙ୍କର ପରିଚାଳନାରେ କହିବାକୁ ଚାହେଁ, ସେଦିନ ପାଉଲ ଭରସା ହରେଇ ଦେଇଥିଲେ ମଧ୍ୟ ପ୍ରଭୁ ତାଙ୍କର କାର୍ଯ୍ୟ ସମାପ୍ତ କରିଛନ୍ତି। ହାଲେଲୁୟା, ସେ ସମାପ୍ତ କରିଛନ୍ତି। ତେବେ କେତୋଟି କାରଣ ଅଛି ଭରସା ହରେଇଦେବ? କେତୋଟି କାରଣ, କେତୋଟି ପରିସ୍ଥିତି ଆମକୁ ବାଧ୍ୟ କରେ ଭରସା ହରେଇଦେବା? এই ଗୋଟିଏ ପଦକୁ ତିନୋଟି କଥା କହିବି। କୋଉ ପରିସ୍ଥିତିରେ ଆମେ ହୋପକୁ ହରେଇ ଦେଉଛୁ, ଭରସା ହରେଇ ଦେଉଛୁ, ବିଶ୍ୱାସ ହରେଇ ଦେଉଛୁ? ଆମେ ଭାବୁଛୁ ଯେ ନା ଆଉ ହେଇପାରିବ ନାହିଁ। ଆଜ୍ଞା, ମାନେ ଯଦି ପ୍ରଭୁ ଆରମ୍ଭ କରିଛନ୍ତି ନା, ଆପଣ ଭରସା ହରେଇଲେ ମଧ୍ୟ ସେ ତାଙ୍କର କାର୍ଯ୍ୟକୁ ସମାପ୍ତ କରିବେ। ତିନୋଟି ବିଷୟ କହିବେ। କେଉଁ କେଉଁ କାରଣ, କେଉଁ କେଉଁ ସମସ୍ୟା ବାଧ୍ୟ କରେ ଭରସାକୁ ହରେଇବା ପାଇଁ, ବିଶ୍ୱାସକୁ ହରେଇବା ପାଇଁ? ଯଦି ଆପଣ ଆଉ ମୁଁ ସେହି ପରିସ୍ଥିତି ମଧ୍ୟ ଦେଇ ଯାଉଛୁ, ଆଜି ମୁଁ ଆପଣଙ୍କୁ ଏନକରେଜ କରିବା ପାଇଁ ଚାହିଁବି, ଲେଟ୍ ଅସ୍ ହୋପ୍ ଇନ୍ ଦ୍ୟାଟ୍ ଗଡ୍। সেই প্রভুଙ୍କ ଠାରେ ଭରସା କରିବା, ଯିଏ ସମାପ୍ତ କରନ୍ତି। ଆଜ୍ଞା, ପ୍ରଥମ କାରଣ ପ୍ରାଇମେରୀ ପ୍ରୋବ୍ଲେମ। ପ୍ରାଇମେରୀ ପ୍ରୋବ୍ଲେମ କ'ଣ? ସେଇଠି ପାଉଲ କହୁଛନ୍ତି, ଅନେକ ଦିନ ପର୍ଯ୍ୟନ୍ତ କ'ଣ ଦେଖାଗଲା ନାହିଁ? ସୂର୍ଯ୍ୟ କି ନକ୍ଷତ୍ର। ମୁଁ ଜାଣିନି କେତେ ଜଣ ଆପଣମାନେ ନୌକାରେ ଜାହାଜରେ ଟ୍ରାଭେଲ କରିଛନ୍ତି, ବଟ୍ ଆଇ ହାଭ୍ ଟ୍ରାଭେଲ୍ଡ 3 days 3 nights I have traveled. ସୂର୍ଯ୍ୟ ନକ୍ଷତ୍ର ଜଣେ ନାବିକ ପାଇଁ ପ୍ରାଇମେରୀ ରିସୋର୍ସେସ୍, ପ୍ରାଇମେରୀ ରିସୋର୍ସେସ୍। କାରଣ ସୂର୍ଯ୍ୟ ଆଉ ନକ୍ଷତ୍ରର ଗତିପଥକୁ ଆଧାର କରି ଡିସିସନ ନିଆଯାଏ। ଯଦି ଚିନ୍ତା କରନ୍ତୁ, ଜଣେ ଜାହାଜକୁ ଚଳାଉଛି ଆଉ ସେ ସୂର୍ଯ୍ୟ ଦେଖିପାରୁନାହିଁ, ନକ୍ଷତ୍ର ଦେଖିପାରୁନାହିଁ, ଅବସ୍ଥା କ'ଣ ହେବ? ଟାଇଟାନିକ୍ ଜାହାଜ ପଡ଼ିବ। ପାଉଲ କହୁଛନ୍ତି ନକ୍ଷତ୍ର ଆଉ ସୂର୍ଯ୍ୟ ଦେଖାଗଲା ନାହିଁ, ପ୍ରାଇମେରୀ ବିଷୟ ଦେଖାଯାଉ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଜୀବନର ଯାତ୍ରାରେ, ବିଶ୍ୱାସର ଯାତ୍ରାରେ ଅନେକ ସମୟରେ ଆମେ ପ୍ରାଇମେରୀ ପ୍ରୋବ୍ଲେମ ଫେସ୍ କରୁ। ଏ ପ୍ରାଇମେରୀ ପ୍ରୋବ୍ଲେମ କ'ଣ ଜାଣନ୍ତି କି? ଯଦି ଆମେ ଯୋସେଫଙ୍କର ଦର୍ଶନକୁ ଯିବା, ଯୋସେଫଙ୍କୁ ପ୍ରଭୁ କ'ଣ କରିଲେ? ସୂର୍ଯ୍ୟ ନକ୍ଷତ୍ର ଦେଖେଇଲେ, ନାଇଁ? ସେଇଠି ସୂର୍ଯ୍ୟ ନକ୍ଷତ୍ର କ'ଣ ଆଜ୍ଞା? ଆକ୍ଷରିକ କି? ସୂର୍ଯ୍ୟ ନକ୍ଷତ୍ର କ'ଣ? ପରିବାର, ପିତା ମାତା ଭାଇ ଭଉଣୀ।
ଜଣେ ବ୍ୟକ୍ତିଙ୍କର ପ୍ରାଇମେରୀ ରିସୋର୍ସେସ୍ କ'ଣ ଅଟେ? ତାର ପରିବାର ଅଟେ। ଆଉ ଯେତେବେଳେ ପରିବାରକୁ କିଛି ହେଇଯାଏ, ପରିବାର ମଧ୍ୟରେ କିଛି ସମସ୍ୟା ଆସିଯାଏ, ଆମେ କ'ଣ କରୁ? ଶୀଘ୍ର ଭରସା କରିବୁ। ଭାଇକୁ ହଉ, ବାପାକୁ ହଉ, ମାଙ୍କୁ ହଉ, କିଛି ବି ଯଦି ଅସୁବିଧା ହେଇଯାଏ, ଆମେ କ'ଣ କରୁ? ଭରସା କରିବୁ, ଆଶା କରିବୁ। ଆଜି ଆମମାନଙ୍କ ମଧ୍ୟରେ ଅନେକ ପରିବାରରେ ଏହି ପ୍ରାଇମେରୀ ପ୍ରୋଗ୍ରାମ ଦେଇକି ଆମେ ଗତି କରୁଛୁ। ଆଜ୍ଞା, ଜଣେ ବ୍ୟକ୍ତିଙ୍କୁ ଆପଣମାନଙ୍କ ସମ୍ମୁଖକୁ ଆଣିବି, ଯେଉଁ ବ୍ୟକ୍ତି କି ଜଣେ ରାଜା ଥିଲେ, ଦ ମୋଷ୍ଟ ପାୱାରଫୁଲ ମ୍ୟାନ୍, ଯେ କି ଦେଶ ପରିଚାଳନା କରୁଥିଲେ। ସେ ସିଂହ ସହିତ ଯୁଦ୍ଧ କରିପାରୁଥିଲେ, ବାଘ ସହିତ ଯୁଦ୍ଧ କରିପାରୁଥିଲେ, ସେ ଭାଲୁକୁ ବିଭିନ୍ନ କରିଦେଇ ପାରୁଥିଲେ, ଗଲିଆତ ପରି ଲୋକଙ୍କୁ ସେ ପରାସ୍ତ କରିଦେଲେ। କିନ୍ତୁ ଗୋଟିଏ ପଏଣ୍ଟ ଅଫ୍ ଟାଇମରେ ସେ ଭାଙ୍ଗି ପଡ଼ିଛନ୍ତି। ଜାଣିଛନ୍ତି କି କ'ଣ ପାଇଁ ଭାଙ୍ଗି ପଡ଼ିଛନ୍ତି? ଟିକେ ଶୁଣନ୍ତୁ। ଯିବା ପାଇଁ ଆର୍ ୟୁ ରେଡି? ହଁ, ଶୁଣନ୍ତୁ। ଦ୍ୱିତୀୟ ସାମୁଏଲ ତାର 31-32 ପଦ। ଶୀଘ୍ର। ଇତିମଧ୍ୟରେ ଦେଖ, ସେ କୁଶୀୟ ପହଞ୍ଚିଲା। କୁଶୀୟ କହିଲା, ମୋ ପ୍ରଭୁ ମହାରାଜଙ୍କ ପାଇଁ ସୁସମ୍ବାଦ ଅଛି। ଆଚ୍ଛା, କାରଣ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠିଥିଲେ, ସଦାପ୍ରଭୁ ଆଜି ସେ ସମସ୍ତଙ୍କ ଠାରୁ ପରିଶୋଧ ନେଇଯାଇଛନ୍ତି। ଆଚ୍ଛା। କହିଲେ, ରାଜା ସେ କୁଶୀୟକୁ ପଚାରିଲେ, ସେ ଯୁବାଲୋକ ସମଗ୍ର ମଙ୍ଗଳ ତ? କହିଲେ, କୁଶୀୟ ଉତ୍ତର କଲା, ମୋ ପ୍ରଭୁ ମହାରାଜଙ୍କ ଶତ୍ରୁଗଣ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠନ୍ତି, ସେ ସମସ୍ତେ ସେ ଯୁବାଲୋକ ପରି ହେଉଛନ୍ତି। କହିଲେ, ରାଜା ଅତି କମ୍ପିତ ହୋଇ କହିଲେ, ରାଜା ଅତି କମ୍ପିତ। କ'ଣ ପାଇଁ କମ୍ପିତ ହେଲେ ଆଜ୍ଞା? ଆଜ୍ଞା, ରାଜା ବିଜୟକୁ ସେଲିବ୍ରେଟ କରିବା କଥା, କାରଣ ତାଙ୍କ ଶତ୍ରୁମାନେ କ'ଣ ହେଇଛନ୍ତି? ପତିତ ହେଇଛନ୍ତି। ଆଉ ତାଙ୍କୁ ସମ୍ବାଦ ଆସୁଛି, ରାଜା ଜୟୀ ହୁଅନ୍ତୁ, ଆପଣ ବିଜୟୀ ହେଲେ, ଆପଣ ଯୁଦ୍ଧ ଜୟ କଲେ। ରାଜା ପଚାରୁଛନ୍ତି, ସେ ଯୁବକ କୁଶଳତି? କାହା କଥା ସେ ପଚାରୁଛନ୍ତି? ତାଙ୍କର ପୁଅ ଅବସାଲମର କଥା ପଚାରୁଛନ୍ତି। ଅବସାଲମ କିଏ ଆଜ୍ଞା? ଅବସାଲମ ସେଇ ପୁଅ ଯୋଉ ପୁଅ ତା ବିରୁଦ୍ଧରେ ଠିଆ ହେଇଛି, ବାପା ବିରୁଦ୍ଧରେ ଠିଆ ହେଇଛି। ଆଜି ଅନେକ ବାପା ମାନେ ପୁଅ ବିରୁଦ୍ଧରେ, ପୁଅ ମାନେ ବେଳେବେଳେ ବାପା ମାନେ ପୁଅ ମାନଙ୍କ ସହିତ ଟିକେ କେଡ଼ା ହେଇଗଲେ, ତାର ବିପଦ ହେଲେ କ'ଣ ବୋଲି କୁହନ୍ତି? ଧର୍ମ ହେଲା ପ୍ରଭୁ ତାକୁ ଶାସ୍ତି ଦେଲେ ବୋଲି କୁହନ୍ତି। କିନ୍ତୁ ଦାଉଦ କହୁଛନ୍ତି, କ'ଣ ବୋଲି କହୁଛନ୍ତି? ସେ ଯୁବକ କୁଶଳ ତ? ଆଉ ଯେତେବେଳେ ତାଙ୍କୁ କୁହାଯାଉଛି ସେ ଯୁବକଟି ମରିଗଲା, ରାଜା କହୁଛନ୍ତି ଆଜ୍ଞା ସେଲିବ୍ରେଟ କଲେ। ରାଜା ଇଂରାଜୀ ଲେଖା ଅଛି ଦ କିଙ୍ଗ ୱାଜ ସେକେଣ୍ଡ। ମତେ ଭଲ ଲାଗେ ସେ ଶବ୍ଦ, ଦ କିଙ୍ଗ ୱାଜ ସେକେଣ୍ଡ। ରାଜା ଥରିଗଲେ। କ'ଣ ପାଇଁ ଥରିଗଲେ? କାରଣ ପରିବାର। ପ୍ରିୟ ଭାଇ ଭଉଣୀମାନେ, ଆମେ ଅନେକ ଏହି ସମସ୍ୟାରେ ଗତି କରୁଛୁ। ପରିବାର ସକାଶୁ ଆମମାନଙ୍କର ଅନେକ କାର୍ଯ୍ୟ ସମାପ୍ତ ହୋଇପାରୁନାହିଁ। ଆମେ ପରିବାର ପାଇଁ ହେଲେ ସମାପ୍ତ କରିପାରୁନାହୁଁ, ପରିବାର ଦ୍ୱାରା ହେଲେ କରିପାରୁନାହୁଁ, କିମ୍ବା ପରିବାର ନିମନ୍ତେ ହେଲେ କରିପାରୁନାହୁଁ। ଯଦି ଆଜି ଆପଣମାନେ ପ୍ରାଇମେରୀ ସମସ୍ୟା ଦେଇ ଗତି କରୁଛନ୍ତି, ମୁଁ ଆଜି କହିବାକୁ ଚାହେଁ, ଯଦି ପ୍ରଭୁ ଆରମ୍ଭ କରିଛନ୍ତି ସେ ସମାପ୍ତ କରିବେ। ଦ୍ୱିତୀୟ ବିଷୟ କହିବି ସେଇ ପଦ ଦେଖାଉଛି, ଅନେକ ଦିନ ପର୍ଯ୍ୟନ୍ତ। ବେଳେବେଳେ ଆପଣଙ୍କୁ କହିଛି ପ୍ରଲଙ୍ଗ ପ୍ରୋଗ୍ରାମ। ପ୍ରଲଙ୍ଗ ପ୍ରୋଗ୍ରାମର ଅର୍ଥ କ'ଣ? ଯେ ଗୋଟେ ସମସ୍ୟା ଲାଗି ରହେ, ନିର୍ଦ୍ଦିଷ୍ଟ ଦିନ ନାହିଁ। ଅନେକ ସମସ୍ୟା ଆମ ଜୀବନରେ ଅଛି, ଯୋଉ ସମସ୍ୟା କ'ଣ ହଉଛି? ଲାଗି ରହିଛି, ଟାଣି ହଉଛି। ଆମେ ଆଜି ପରା ସମାପ୍ତ ହେବ, ଆଜି ପରା ସଲ୍ଭ ହେବ, ଆଜି ପରା ସଲ୍ଭ ହେବ, ନାହିଁ ସବୁବେଳେ। ଉଦାହରଣ ସ୍ୱରୂପ ଜହନ 5 ଅଧ୍ୟାୟରେ ଆମେ କାହାକୁ ଦେଖୁଛୁ? ଜଣେ ରୋଗୀକୁ ଦେଖୁଛୁ। କେତେ ବର୍ଷ ଆଜ୍ଞା? 35 ବର୍ଷ। ଆପଣ ସେଇ ପାସେଜ ଯଦି ପଢ଼ିବେ ନା, ଆଜି ଯାଇକି ପଢ଼ନ୍ତୁ, ଥରେ ହେଲେ ସେ ରୋଗୀକୁ ନିଜ ବିଶ୍ୱାସର କଥା ହେଇନାହାନ୍ତି। ଯୀଶୁ ପଚାରିଲେ, ତମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଛ କି? ସେ ଉତ୍ତରରେ କ'ଣ ହେବା କଥା? ହଁ ପ୍ରଭୁ, ମୁଁ ସୁସ୍ଥ ହେବାକୁ ଇଚ୍ଛା କରୁଛି। କିନ୍ତୁ ସେ କ'ଣ କହିଲେ? ତାର ସମସ୍ୟାକୁ କହୁଛନ୍ତି, ତାର ପ୍ରୋବ୍ଲେମକୁ କହୁଛନ୍ତି,
प्रलम्ब अनेक समस्या दिन पर दिन आम अच्छे आज समाधान होगा काली समाधान होगा प्रिय भाई बहन अनेक समस्या को आप प्रार्थना कर प्रार्थनार उत्तर आज पाइबा चाहते किंतु ताहा बढ़ी बढ़ी जाऊँगी तथापि मन रखु जदि प्रभु आरंभ कर समाप्त करेंगे शेष करेंगे परसिस्टेंस प्रोग्राम गोटे है प्राइमरी प्रोग्राम आमको कौन करे बाध्य करे होप करने प्रलंग समस्या तृतीय विषय कहे परसिस्टेंस प्रोग्राम इंग्राजी में बहुत भल लेखा अच्छे ओडिया लेखा अच्छे लागी रही अर्थ गोटे गोटे समस्या आम जीवन को आसे जो समस्यार एक्सपायरी डेट ना आप अनुभव कर जना नहीं समटाइम्स अनेक समस्या आम जीवन को आसुचे से समस्यार कौन ना एक्सपायरी डेट ना गोटे समस्या पर जो आम भावा समस्या समाधान है सांगे सांगे सत्य जमी आगे से बीज बुणीचु समस्या तेणुक गछ मनुष्य परिवर्तन कर आज्ञा मैंने हानांकर जीवन मत भल लगे 5 मिनट सारे एक्सपोज करेंगे ना खाली थट देगी हाना बंध्या अवस्था थे केते दिन था आमको जाना तो गोटे कथा 7 पद लेखा अच्छे 1 7 पद प्रथम समय 1 7 पद प्रत्येक वर्ष टे पढ़े भाई जे सदापुर को प्रभु कला बेले हां तार स्वामी हां वर्ष वर्ष एपरी करे हां तार संपत्ति मध्य हां से पर ताक विरक्त करे अच्छा केते को वर्ष को वर्ष तार कोन हेबे से जानि नै ता पुरिया रे कोन करा जाए दुईटा स्त्री ऊपर बोली कोन जानि नै सब कोन बोलते हां गजपति भाषा सब कोन तार सुतली ताक वर्ष को वर्ष कोन करछि आज्ञा विरक्त करछि इंग्राजी लेखा अच्छी से तांको फ्रस्ट्रेट कर देथिला ए वर्ष सरी परा से वर्ष सरी परा जेति कि थोर वर्ष आसुची जनवरी 1 रु डिसेंबर 31 पर्यंत सही जाउतिबो आ डिसेंबर 31 रे प्रभु धन्यवाद दी कहबो प्रभु वर्ष सरी गला थैंक यू तुम उत्तमता पाई थैंक यू जनवरी 1 रे आउ थरे कोन होची विरोध प्रिय भाई बहन माने एमती मध्य आम जीवन घटुଛି आज कहवाक चाहूँ जड़े बालक भाव अभिषिक्त व्यक्ति भाव कहवाई चाहूँ आप विश्वास करूँ भरोसा रखु मन रखु जदि प्रभु आपण जीवन में किसी कार्य आरंभ कर परमेश्वर से समाप्त करेंगे कारण ए पुस्तक लेखक मत विश्वास जन्मे जे जीशु से कार्य आरंभ करते आ शेष करते आसतु चक्र प्रिय भाई बहन अल्प समय में आप समय देवे आज आपणकर जीवन को आप समीक्षा करते आप अनेक विषय आरंभ कर किंतु समाप्त कर समाप्त कर कारण पारिवारिक समस्या आप छंदी जाए समाप्त कर कारण आप गोटे दीर्घ समय समस्या हाहाकार होती समाप्त कर कारण गोटे परसिस्टेंट समस्या आपन धरी जदि आज आप भावुं मोर प्राइमरी समस्या अच्छी मोर प्रलंग समस्या अच्छी मोर परसिस्टेंट
ମୁଁ ବାହାରି ପାରୁନାହିଁ, ମୁଁ ଆଜି ଆପଣମାନଙ୍କୁ ଯୀଶୁଙ୍କ ନାମରେ ଆଶ୍ୱାସନା ଦେବା ପାଇଁ ଚାହେଁ। ଯଦି ପ୍ରଭୁ ଆରମ୍ଭ କରିଛନ୍ତି ସେ ସମାପ୍ତ କରିବେ, କିନ୍ତୁ ପ୍ରଭୁ ଚାହାନ୍ତି ଆମେ ସମର୍ପିତ ହେଉ, ଆମେ ସମ୍ପୂର୍ଣ୍ଣ ସମର୍ପଣ ହେଉ, କାରଣ ସେ ଆରମ୍ଭ ଓ ଶେଷ ଅଟନ୍ତି, ସେ କ ଓ କ୍ଷ ଅଟନ୍ତି, ସେ ଆଲଫା ଓ ଓମେଗା ଅଟନ୍ତି। ଆଜି ଆପଣ ଚାହୁଁଛନ୍ତି କି ଯୀଶୁ ଆପଣଙ୍କ ଜୀବନରେ କାର୍ଯ୍ୟ ସମାପ୍ତ କରନ୍ତୁ? ପ୍ରଭୁ ଗୋଟିଏ ବିଷୟ ଚାହୁଁଛନ୍ତି, ଚାहे ଆପଣ ପାରିବାରିକ ସମସ୍ୟା, ଲାଗି ରହିଥିବା ସମସ୍ୟା, ଅନିର୍ଦ୍ଦିଷ୍ଟ ସମସ୍ୟାରେ ଥିଲେ ମଧ୍ୟ ପ୍ରଭୁ ଆଜି ଆପଣଙ୍କ ଆଡ଼କୁ ହାତ ବଢ଼ାଉଛନ୍ତି ସେହି ସମସ୍ୟାରୁ ଟାଣି ଆଣିବା ପାଇଁ, ଲିଫ୍ଟ ଅପ୍ କରିବା ପାଇଁ। ଆପଣ ଆଜି ଲିଫ୍ଟ ଅପ୍ ହେବା ପାଇଁ ଚାହାନ୍ତି କି? ଯଦି ଚାହାନ୍ତି ଥରେ ଟିକେ ମେଜକୁ ଯିବା ପୂର୍ବରୁ ପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତୁ। ପ୍ରଭୁଙ୍କୁ କୁହନ୍ତୁ, ପ୍ରଭୁ ମୁଁ ଏହି ସମସ୍ୟାରେ ଜଡ଼ିତ ହୋଇଛି, ରିଲିଜ୍ କର। ମୁଁ ଗୋଟିଏ ସମୟ, ଗୋଟିଏ ମୁହୂର୍ତ୍ତ ଆପଣମାନଙ୍କୁ ନିରବତାର ପ୍ରାର୍ଥନା ପାଇଁ ସୁଯୋଗ ଦେବି। ଥ୍ୟାଙ୍କ ୟୁ। দুঃখ যেবে আসে মনে, জীবি তোমার সন্নিধানে, দুঃখ যেবে আসে মনে, জীবি তোমার সন্নিধানে, তুমি যদি সান্ত্বনাব, তুমি যদি সান্ত্বনাব, ঝরিবনি অশ্রুধারা এ জীবন সারা। আসুন আমাদের সমস্ত প্রভু তুমের সাথে সাথে ভিতরে বলিবা, প্রভু তুমের সাথে সাথে এ জীবন সারা। প্রভু তুমের সাথে সাথে এ জীবন সারা। ভুলে সবু চালু দিবি, ভুলে সবু চালু দিবি, তোমার পছে পড়া এ জীবন সারা। প্রভু তুমি সাথে সাথে এ জীবন সারা। স্বর্গস্থ পিতা, আমি তোমার ধন্যবাদ করছি, তোমার স্তুতি করছি, তোমার বন্দনা করছি, কারণ তুমি কার্য আরম্ভ করিবা পরমেশ্বর, কার্য সমাপ্ত করিবা পরমেশ্বর। অনেক সময় প্রভু আমি বিশ্বাসକୁ ত্যাগ করে দিয়েছি, ভরসাକୁ ত্যাগ করে দিয়েছি, আমার আশা মরি যাইছি। প্রভু আজ আমি প্রার্থনা করছি, প্রভু দয়াকরে আমার কোনো সমস্যা উদ্ধার কর। আমি অনেকে আজ পারিবারিক সমস্যা, প্রাথমিক সমস্যা, আমাদের লাগি রহিଥିବା সমস্যা, অনির্দিষ্ট সমস্যারে প্রভু ছন্দি হয়ে যাইছো, কিন্তু আমাদের সমস্যা তোমার কার্যকে রোকি পারিব না। আমি প্রার্থনা করছি, তুমি যাহা ଆମ ଅନ୍ତରରେ ଆରମ୍ଭ କରିଛ, ଆମ ମଣ୍ଡଳୀରେ ଆରମ୍ଭ କରିଛ, ମଣ୍ଡଳୀର ବିଶ୍ୱାସୀମାନଙ୍କ ଅନ୍ତରରେ ଆରମ୍ଭ କରିଛ, ପ୍ରଭୁ ତୁମେ ସମାପ୍ତ କର। ତୁମର ଆଗମନ ଦିନରେ ତୁମେ ସମାପ୍ତ କର, ଏହା ତୁମ ନିକଟରେ ପ୍ରାର୍ଥନା କରୁଛୁ। ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଅନୁଗ୍ରହ ତୁମ
ତୁମର ଦୟା ପ୍ରଭୁ ଆମେ ନିଜ ଜୀବନ ଆମମାନଙ୍କୁ ସାହାଯ୍ୟ ଯୀଶୁଙ୍କ ନାମରେ ପ୍ରାର୍ଥନା କରି ମାଗୁଛୁ ଆସନ୍ତୁ ଆମେ ଆଦର୍ଶ ଏ ଆମମାନଙ୍କ ସ୍ୱର୍ଗସ୍ଥ ତୁମ ନାମ ପବିତ୍ର କରି ମାନୁ ତୁମ ରାଜ୍ୟ ଆସି ଯେପରି ସ୍ୱର୍ଗରେ ସେହିପରି ପୃଥିବୀରେ ତୁମର ଇଚ୍ଛା ସଫଳ ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ ଆମେ ଯେପରି ନିଜ ନିଜ ଅପରାଧମାନଙ୍କୁ କ୍ଷମା କରୁଛୁ ସେହିପରି ଆମମାନଙ୍କର ଅପରାଧ ସବୁ କ୍ଷମା ପରୀକ୍ଷାରେ ଆମମାନଙ୍କୁ ମାତ୍ର ଯେଉଁ ରାଜ୍ୟ ପରାକ୍ରମ ଗୌରବ ଯୁଗେ ଯୁଗେ ପିତା ଈଶ୍ୱରଙ୍କର ଅତୁଳନୀୟ ପ୍ରେମ ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ସାହାଯ୍ୟକାରୀ ପବିତ୍ର ଆତ୍ମା ପରମେଶ୍ୱରଙ୍କର ସହଭାଗିତା ଆମ ସମସ୍ତଙ୍କର ସହ